গত 2 তারিখ দিন ব্রহ্ম অবতাত বীরেন্দ্র কুমার বাবাଙ୍କ অধ্যক্ষতাରେ କୁଡ଼ାଲୋଇ ଗ୍ରାମରେ ନବନିର୍ମିତ ମହିମା ମଣ୍ଡପ ମହିମାଶ୍ରମର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାବା ମହୋଦୟଙ୍କୁ ଗ୍ରାମର ସଂକୀର୍ତ୍ତନ୍ୟ ମଣ୍ଡଳୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାର କରି ଗ୍ରାମ ପରିକ୍ରମା କରିବା ସହ ମହିମା ଭବନଠାରେ ପହଞ୍ଚାଇଥିଲେ। ସନ୍ଧ୍ୟା ବ୍ରାହ୍ମ ମୁହୂର୍ତ୍ତରେ ଅଖଣ୍ଡ ଦୀପ ଓ ବ୍ରହ୍ମଧୁନି ସ୍ଥାପନ ପୂର୍ବକ ଜଗତ ଭକ୍ତଙ୍କ ଉପସ୍ଥିତିରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ଉତ୍ସବ ପ୍ରାର୍ଥନା କରାଯାଇଛି। ରାତ୍ରିରେ ଅମ୍ବାପାଲିର ଭଜନ, ପ୍ରସିଦ୍ଧ ଦାସକାଠିଆ, ଛାଞ୍ଚର, ପାଲା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ପୂଜ୍ୟପାଦ ବାବା ମହୋଦୟ ସାରଗର୍ଭକ ମାର୍ଗଦର୍ଶନ କରିଥିଲେ। ଏହି ଶୁଭ ଅବସରରେ ମହିମା ଭବନକୁ କୁଡ଼ାଲୋଇରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲୀଳା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଷ୍ଠା ଉତ୍ସବରେ ବୀରେନ୍ଦ୍ର କୁମାର ବାବା, ସାଧୁ ଦାରୁକ ଦାସ, ଦୟାନିଧି ଦାସ, ଚିତ୍ରସେନ ଦାସ, ବିକ୍ରମ ଦାସ, ଅଭୟ ଦାସ, ବାଦଲ ଦାସ, କାହ୍ନା ଦାସ, ନାଗବନ୍ଧୁ, ମହେନ୍ଦ୍ର ତ୍ୟାଗୀ, ସଚିଦାନନ୍ଦ ତ୍ୟାଗୀ, ଜାଗବନ୍ଧୁ, ମହେନ୍ଦ୍ର ତ୍ୟାଗୀ, ଜଗଦୀଶ ତ୍ୟାଗୀ, ସୁନ୍ଦର ତ୍ୟାଗୀ, ଛତିଶଗଡ଼ ରାଜ୍ୟର ରାୟଗଡ଼ ଜିଲ୍ଲା ସରିଆ ମହିମାଶ୍ରମରୁ ମହିମାଧର୍ମ ଗବେଷକ ଭକ୍ତ ତ୍ରିଲୋଚନ ପଟେଲ, ସୁରେଶ ପ୍ରଧାନ, ବାରିକଡେରା ମହିମାଶ୍ରମରୁ ଉମେଶ ଚନ୍ଦ୍ର ବାରିକ, ଜାମ୍ବେରନା ଆଶ୍ରମରୁ ବାସୁଦେବ ପ୍ରଧାନଙ୍କ ସହ ଶହ ଶହ ସଂଖ୍ୟାରେ ଭକ୍ତ ଭାଇ ଭଉଣୀମାନେ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ଗ୍ରାମର ଭକ୍ତ ବିରଞ୍ଚି ସାହୁ, ବଡ଼ ଭାଇ ପୂର୍ଣ୍ଣଚନ୍ଦ୍ର ସାହା, ମୁରଲୀ ପ୍ରଧାନ, କେଦାର ପଟେଲ, ତାରାଚାନ୍ଦ ବାଗ, ଭକ୍ତରାମ ପ୍ରଧାନ, ଅନିଲ ନନ୍ଦ, କୃଷ୍ଣଚନ୍ଦ୍ର ବେହେରା, ଲଲିତ ସାହା, ନନ୍ଦିଘୋଷ ପଟେଲ, ପରୀକ୍ଷିତ ପଟେଲ, ଭକ୍ତ ନିତ୍ୟାନନ୍ଦ ବାଗ, ପଞ୍ଚାନନ ବାଗ, ରମାକାନ୍ତ ପ୍ରଧାନ, ବିବେକାନନ୍ଦ ପ୍ରଧାନଙ୍କ ସହ ଗ୍ରାମର ସମସ୍ତ ନରନାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଗ୍ରାମର ବହୁ ଯୁବକ ଯୁବତୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ସମସ୍ତଙ୍କ ପାଇଁ ଆନନ୍ଦର ପ୍ରସାଦ ବ୍ୟବସ୍ଥା କରାଯାଇଥିଲା।